ଚାଲନ୍ତୁ ଆଜି ଆମ ଶରୀର ଭିତରକୁ ଏକ ରୋମାଞ୍ଚକର ଯାତ୍ରାରେ ବାହାରିବା। ଆମେ ଜାଣିବା ଆମର ସେହି ପରିବହନ ଆଉ ସଫାଇ ବ୍ୟବସ୍ଥା ବିଷୟରେ ଯାହା ଆମକୁ ବଞ୍ଚେଇ ରଖିବା ପାଇଁ ଦିନରାତି ବିନା କୌଣସି ବିଶ୍ରାମରେ କାମ କରି ଚାଲିଛି। କେବେ ଭାବିଛନ୍ତି ଯଦି ଆମ ଶରୀର ଭିତରେ ଗୋଟେ ନିଜର ସୁପର ହାଇୱେ ଥାଆନ୍ତା, ଯେଉଁଠି 24 ଡେଲିଭରି ଆଉ ବର୍ଜ୍ୟବସ୍ତୁ ସଫା କରିବା କାମ ଚାଲୁଥାନ୍ତା? ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏଇଟା କୌଣସି କଳ୍ପନା ନୁହେଁ, ଏଇଟା ହିଁ ଆମ ଶରୀରର ବାସ୍ତବତା। ତେବେ ଆମର ଏହି ଯାତ୍ରାର ପ୍ରଥମ ଷ୍ଟପ୍ ହେଉଛି ଆମ ଶରୀରର ଇଞ୍ଜିନ୍ ରୁମ୍, ଆମର ହୃତ୍ପିଣ୍ଡ। ଏଇଟା ହିଁ ସେହି ସୁପର ହାଇୱେର ମୁଖ୍ୟ ପାୱାର ଷ୍ଟେସନ। ଦେଖନ୍ତୁ, ଏଇଟା ହେଉଛି ସେହି ଶକ୍ତିଶାଳୀ ଇଞ୍ଜିନ୍। ଏହାର କାମ କ'ଣ ଜାଣନ୍ତି? ବାସ୍ ଗୋଟିଏ କାମ, ସାରା ଶରୀରକୁ ରକ୍ତ ପମ୍ପ କରିବା। ଏଠାରେ ଦେଖିହେବ ଏହାର ସେହି 4ଟି ମୁଖ୍ୟ ଚାମ୍ବର ଆଉ ମୁଖ୍ୟ ରକ୍ତବାହୀ ନଳୀ, ଯାହା ପୁରା ସିଷ୍ଟମକୁ ଚଳାଇ ରଖିଛି। ଆଚ୍ଛା, ହୃତ୍ପିଣ୍ଡ ଯେଉଁ ଧକ୍ ଧକ୍ କରେ ତାହା 2ଟି ଷ୍ଟେପ୍ରେ ହୁଏ। ଗୋଟେ ହେଲା ସଙ୍କୋଚନ, ଯେତେବେଳେ ହୃତ୍ପିଣ୍ଡ ରକ୍ତକୁ ବାହାରକୁ ଠେଲିଦିଏ, ଏହାକୁ କୁହାଯାଏ ସିଷ୍ଟୋଲ। ଆଉ ତାପରେ ଏହା ଟିକେ ଆରାମ କରେ ଆଉ ପୁଣି ରକ୍ତରେ ଭରିଯାଏ, ଯାହାକୁ କୁହାଯାଏ ଡାୟାଷ୍ଟୋଲ। ସିଧା କଥାରେ ସଙ୍କୋଚନ ଆଉ ପ୍ରସାରଣ। ଆମେ ଯେଉଁ ସିଷ୍ଟୋଲ କଥା କହୁଥିଲେ, ମାନେ ଯେତେବେଳେ ହୃତ୍ପିଣ୍ଡ ରକ୍ତକୁ ଜୋରରେ ପମ୍ପ କରେ, ସେହି ସମୟର ସାଧାରଣ ପ୍ରେସର ବା ଚାପ ହେଉଛି 120 ମିଲିମିଟର ଏଚଜି। ଆଉ ଡାୟାଷ୍ଟୋଲ ସମୟରେ, ମାନେ ଯେତେବେଳେ ହୃତ୍ପିଣ୍ଡ ଆରାମ କରୁଥାଏ, ସେତେବେଳର ଚାପ ହେଉଛି 80 mmHg। ଆମେ ଯେଉଁ ବ୍ଲଡ୍ ପ୍ରେସର ମାପନ୍ତି ତାହା ଏହି 2ଟି ସଂଖ୍ୟାରୁ ହିଁ ଜଣାପଡ଼େ। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ଏହି ଧକ୍ ଧକ୍ ଆରମ୍ଭ କରେ କିଏ? କିଏ ଏହି ସିଗ୍ନାଲ ଦିଏ? ତାହା ହେଉଛି ସାଇନୋ ଏଟ୍ରିଏଲ ନୋଡ୍। ଏହାକୁ ଆମ ହୃତ୍ପିଣ୍ଡର ନିଜସ୍ୱ, ମାନେ ପ୍ରାକୃତିକ ପେସମେକର ବୋଲି କହିପାରିବା। ଏହା ହିଁ ସେହି ଇଲେକ୍ଟ୍ରିକାଲ ସିଗ୍ନାଲ ତିଆରି କରେ, ଯାହା ପାଇଁ ହୃତ୍ପିଣ୍ଡ ଗୋଟେ ତାଳରେ ସ୍ପନ୍ଦନ କରେ। ଆଚ୍ଛା, ହୃତ୍ପିଣ୍ଡ କେମିତି କାମ କରେ ତ ଜାଣିଗଲେ। ଏବେ ଚାଲନ୍ତୁ ଦେଖିବା ଏହି ହାଇୱେରେ ରକ୍ତର ଯାତ୍ରା କେମିତି ହୁଏ। ଆମ ଶରୀରର ଏହି ସିଷ୍ଟମଟା ଗୋଟେ 2-ଲେନ୍ ହାଇୱେ ଭଳି। ଏହାକୁ କୁହନ୍ତି ଡବଲ ସର୍କ୍ୟୁଲେସନ, କାରଣ ଗୋଟିଏ ପୂରା ଚକ୍ର ପାଇଁ ରକ୍ତକୁ 2 ଥର ହୃତ୍ପିଣ୍ଡ ଭିତରକୁ ଯିବାକୁ ପଡ଼େ। ତେବେ ଏହି ଯାତ୍ରାଟା କେମିତି ହୁଏ? ଆସନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍ ବୁଝିବା। ପ୍ରଥମେ, ସାରା ଶରୀରରୁ ଅମ୍ଳଜାନ ନଥିବା ରକ୍ତ, ମାନେ ଅଶୁଦ୍ଧ ରକ୍ତ, ଆସି ହୃତ୍ପିଣ୍ଡର ଡାହାଣ ପଟେ ପହଞ୍ଚେ। ତାପରେ ଡାହାଣ ପଟରୁ ଏହି ରକ୍ତକୁ ଫୁସ୍ଫୁସ୍କୁ ପଠାଯାଏ, ସତେ ଯେମିତି ଗାଡ଼ି ପେଟ୍ରୋଲ ପମ୍ପକୁ ଯାଉଛି ଅମ୍ଳଜାନ ଭରିବା ପାଇଁ। ଫୁସ୍ଫୁସ୍ରୁ ଅମ୍ଳଜାନ ଭରିକି ସେହି ତାଜା ରକ୍ତ ପୁଣି ଫେରିଆସେ ହୃତ୍ପିଣ୍ଡକୁ, କିନ୍ତୁ ଏଥର ବାମ ପଟକୁ। ଆଉ ଶେଷରେ ବାମପଟର ଶକ୍ତିଶାଳୀ ପମ୍ପ ସେହି ଶୁଦ୍ଧ ରକ୍ତକୁ ଏଅଟା ମାଧ୍ୟମରେ ସାରା ଶରୀରକୁ ପଠାଇଦିଏ। ହୃତ୍ପିଣ୍ଡ ତ ହେଲା ଇଞ୍ଜିନ୍, କିନ୍ତୁ ଗାଡ଼ି ଚାଲିବା ପାଇଁ ରାସ୍ତା ଦରକାର। ତେବେ ଚାଲନ୍ତୁ ଏବେ ସେହି ହାଇୱେର ରାସ୍ତା, ମାନେ ଆମ ରକ୍ତବାହୀ ନଳୀଗୁଡ଼ିକ ବିଷୟରେ ଜାଣିବା। ଏହି ହାଇୱେରେ ମୁଖ୍ୟତଃ 2 ପ୍ରକାରର ରାସ୍ତା ଅଛି, ଧମନୀ ବା ଆର୍ଟରୀ ଆଉ ଶିରା ବା ଭେନ୍। ଧମନୀଗୁଡ଼ିକ ମୋଟା ଆଉ ମଜବୁତ। ଏମାନେ ଅମ୍ଳଜାନ ଥିବା ଶୁଦ୍ଧ ରକ୍ତକୁ ହୃତ୍ପିଣ୍ଡରୁ ସାରା ଶରୀରକୁ ନେଇଯାଆନ୍ତି। ଆଉ ଶିରାଗୁଡ଼ିକ କ'ଣ କରନ୍ତି? ସେମାନେ ଅଶୁଦ୍ଧ ରକ୍ତକୁ ଶରୀରରୁ ପୁଣି ହୃତ୍ପିଣ୍ଡ ପାଖକୁ ଫେରାଇ ଆଣନ୍ତି। କିନ୍ତୁ ଏଠି ଗୋଟେ ମଜାଦାର ବ୍ୟତିକ୍ରମ ଅଛି। ପଲ୍ମୋନାରୀ ଧମନୀ ଆଉ ଶିରା ଠିକ୍ ଏହାର ଓଲଟା କାମ କରନ୍ତି। ହଉ, ଏତେ ବଡ଼ ସିଷ୍ଟମ ଠିକ୍ ଭାବରେ ଚାଲିଛି କି ନାହିଁ ଜାଣିବା କେମିତି? ଏଥିପାଇଁ ଅଛି ଭାଇଟାଲ ଚେକ୍। ପ୍ରଥମେ ପଲ୍ସ ରେଟ୍, ମାନେ ପ୍ରତି ମିନିଟ୍ରେ ଆମ ହୃତ୍ପିଣ୍ଡ କେତେଥର ସ୍ପନ୍ଦନ କରୁଛି। ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ସାଧାରଣତଃ 60ରୁ 100 ଭିତରେ ରହେ। ଆଉ ଦ୍ୱିତୀୟଟି ହେଲା ରକ୍ତଚାପ, ଯାହାକୁ ଆମେ ସ୍ପିଗ୍ମୋମାନୋମିଟର ନାମକ ଏକ ଯନ୍ତ୍ର ସାହାଯ୍ୟରେ ମାପିଥାଉ। ତେବେ ଡେଲିଭରି କଥା ତ ବହୁତ ହେଲା। ଏବେ ଆସନ୍ତୁ ସଫାଇ କଥା ଦେଖିବା, କାରଣ ଯେକୌଣସି ଭଲ ସିଷ୍ଟମ ପାଇଁ ସଫାଇ ନିହାତି ଜରୁରୀ। ଆଉ ଏହି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆମ ଶରୀରରେ ଗୋଟେ ହାଇଟେକ୍ ରିସାଇକ୍ଲିଂ ପ୍ଲାଣ୍ଟ ଅଛି, ଆମର କିଡ୍ନି। ଏଠି ଦେଖନ୍ତୁ କେତେ ଚମତ୍କାର ଭାବେ ଆମ ସର୍କୁଲେଟରୀ ସିଷ୍ଟମ ଆଉ ଏକ୍ସକ୍ରିଟୋରୀ ସିଷ୍ଟମ ଯୋଡ଼ି ହୋଇଛି। ଆମର ମୁଖ୍ୟ ହାଇୱେ, ମାନେ ଏଅଟାରୁ ଗୋଟେ ସ୍ପେଶାଲ ଏକ୍ଜିଟ୍ ରାସ୍ତା ସିଧା କିଡ୍ନିକୁ ଯାଇଛି। ଏହି ରାସ୍ତା, ଯାହାକୁ ରେନାଲ ଆର୍ଟରୀ କୁହନ୍ତି, ସେହି ବାଟ ଦେଇ ରକ୍ତ ସଫା ହେବା ପାଇଁ କିଡ୍ନି ଭିତରକୁ ଯାଏ। ଚାଲନ୍ତୁ ଟିକେ ଆହୁରି ପାଖରୁ ଦେଖିବା। କିଡ୍ନି ଭିତରେ କାମ କରେ କିଏ? ସେମାନେ ହେଲେ ନେଫ୍ରନ୍। ଏଗୁଡ଼ିକ ଏତେ ଛୋଟ ଯେ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ, କିନ୍ତୁ ଗୋଟିଏ ଗୋଟିଏ କିଡ୍ନିରେ ଏମିତି ଲକ୍ଷ ଲକ୍ଷ ନେଫ୍ରନ୍ ଥାଆନ୍ତି, ଯେଉଁମାନେ ପ୍ରକୃତରେ ରକ୍ତରୁ ଆବର୍ଜନା ଛାଣିବାର କାମ କରନ୍ତି। ଆଚ୍ଛା, ଏହିସବୁ ଫିଲ୍ଟର ହେଲା ପରେ ଯେଉଁ ପରିସ୍ରା ବାହାରେ, ସେଥିରେ ପ୍ରକୃତରେ କ'ଣ ଥାଏ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହାର ପ୍ରାୟ 95% କେବଳ ପାଣି। ପ୍ରକୃତ ବର୍ଜ୍ୟବସ୍ତୁ, ଯେମିତିକି ୟୁରିଆ, ମାତ୍ର 2% ଥାଏ।
ଆଉ ବାକି 3% ଅନ୍ୟାନ୍ୟ ଜିନିଷ। ଏଥିରୁ ଜଣାପଡ଼ୁଛି ଆମ ଶରୀର କେତେ ବୁଦ୍ଧିମାନ, କେତେ କମ୍ ବର୍ଜ୍ୟବସ୍ତୁ ପାଇଁ କେତେ ପାଣିର ବ୍ୟବହାର କରୁଛି। କିନ୍ତୁ ଯଦି କୌଣସି କାରଣରୁ ଏହି କିଡ୍ନି ଠିକ୍ ଭାବରେ କାମ ନ କରେ ସେତେବେଳେ କ'ଣ ହୁଏ? ସେହି ପରିସ୍ଥିତିରେ ଡାକ୍ତରମାନେ ଡାଇଲିସିସ୍ର ସାହାଯ୍ୟ ନିଅନ୍ତି। ଏହା ଏକ କୃତ୍ରିମ ପ୍ରକ୍ରିୟା, ଗୋଟେ ମେସିନ୍ ଯାହା ଖରାପ ହୋଇଯାଇଥିବା କିଡ୍ନିର କାମକୁ ନିଜେ କରେ ଆଉ ରକ୍ତକୁ ସଫା କରେ। ଆମେ ଇଞ୍ଜିନ୍ ଦେଖିଲେ, ରାସ୍ତା ଦେଖିଲେ, ସଫାଇ ପ୍ଲାଣ୍ଟ ବି ଦେଖିଲେ। ଏବେ ଚାଲନ୍ତୁ ଏହି ହାଇୱେରେ ଯାଉଥିବା ଗାଡ଼ି ମାନେ ଆମ ରକ୍ତ ବିଷୟରେ କିଛି କଥା ହେବା। ଆଉ ଗୋଟେ କଥା ମନେ ରଖିବା ଦରକାର, ସବୁ ଗାଡ଼ି କିନ୍ତୁ ଏକା ଭଳି ନୁହେଁ। ଏହି ଟେବୁଲକୁ ଦେଖିଲେ ଆମେ ସହଜରେ ବୁଝିପାରିବା କିଏ କାହାକୁ ରକ୍ତ ଦେଇପାରିବ ଆଉ କାହାଠୁ ନେଇପାରିବ। ଏଇଟା ଜାଣିବା ବହୁତ ଜରୁରୀ। ଦେଖନ୍ତୁ, ଓ ଗ୍ରୁପକୁ ୟୁନିଭର୍ସାଲ ଡୋନର କୁହାଯାଏ କାରଣ ଏହି ଗ୍ରୁପର ଲୋକ ସମସ୍ତଙ୍କୁ ରକ୍ତ ଦେଇପାରନ୍ତି। ଆଉ ସେହିପରି ଏଭି ଗ୍ରୁପ ହେଉଛି ୟୁନିଭର୍ସାଲ ଆକ୍ସେପ୍ଟର, ମାନେ ସେ ସବୁ ଗ୍ରୁପରୁ ରକ୍ତ ନେଇପାରନ୍ତି। କିନ୍ତୁ ରକ୍ତ ଗ୍ରୁପର ଦୁନିଆରେ ଗୋଟେ ବହୁତ ହିଁ ଆଶ୍ଚର୍ଯ୍ୟଜନକ କଥା ଅଛି। ଏହା ହେଉଛି ବମ୍ବେ ବ୍ଲଡ୍। 1952ରେ ଏହା ମୁମ୍ବାଇରେ ହିଁ ଆବିଷ୍କାର ହୋଇଥିଲା। ଏହା ଏତେ ବିରଳ ଯେ ଏଥିରେ H ଆଣ୍ଟିଜେନ୍ ନଥାଏ। ଆଉ ସବୁଠୁ ବଡ଼ କଥା ହେଲା, ଏହି ଗ୍ରୁପର ଲୋକମାନେ କେବଳ ସମାନ ବମ୍ବେ ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କଠାରୁ ହିଁ ରକ୍ତ ଗ୍ରହଣ କରିପାରିବେ, ଆଉ କାହାଠୁ ନୁହେଁ। ଆଉ ଗୋଟେ ଶେଷ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା RH ଫ୍ୟାକ୍ଟର। ଆମେ ଯେଉଁ ପଜିଟିଭ୍ କିମ୍ବା ନେଗେଟିଭ୍ କଥା କହୁ ତାହା ଏହି RH ଫ୍ୟାକ୍ଟର ଉପରେ ନିର୍ଭର କରେ। ଏହା ଲୋହିତ ରକ୍ତ କଣିକା ଉପରେ ଥିବା ଏକ ପ୍ରୋଟିନ୍। ଯଦି ଏହା ଅଛି ତେବେ ବ୍ଲଡ୍ ଗ୍ରୁପ୍ ପଜିଟିଭ୍, ଆଉ ଯଦି ନାହିଁ ତେବେ ନେଗେଟିଭ୍। ତେବେ ଏହି ଯେଉଁ ଅଦ୍ଭୁତ ସିଷ୍ଟମ ଆମ ଶରୀର ଭିତରେ ସାରା ଜୀବନ ବିନା କୌଣସି ଛୁଟିରେ ଚାଲି ରହିଛି, ଏହି ପୂରା ଯାତ୍ରା ବିଷୟରେ ଜାଣିବା ପରେ ଏହାର କେଉଁ ଭାଗଟି ସବୁଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଲାଗିଲା? ଟିକେ ଭାବିବେ ନିଶ୍ଚୟ।